ଆମ ପିଠାପଣା ଆମ ପରିଚୟ। ଆମ ପିଠାପଣାକୁ ବିଶ୍ୱ ଦରବାରରେ ପହଞ୍ଚେଇବା ପାଇଁ ମୋର ସବୁବେଳେ ପ୍ରୟାସ ଜାରି ରହିଛି। ଆଜି ଆମେ ପ୍ରସ୍ତୁତ କରିବା ବୁଢା ଚକୁଳି, ସେଇଟା ପୁଣି ସଲ୍ଟିରେ ଆଉ ମିଠାରେ, ଯୋଉଟା କି ଗୁଡ ଦେଇକିରି। ଆମେ କଣ କରିବା, 2 କପ୍ ଚାଉଳ 1 କପ୍ ବିରି ଅଲଗା ଅଲଗା ବତୁରି ଦେବା, ତାକୁ ବାଟି ଦେଇକିରି 6-7 ଘଣ୍ଟା ବାହାରେ ରଖିଦେବା, ଯେମିତି କି ପୁରା ଫୁଲିଯିବ। ତା ଦେହରେ ଟିକେ ତେଜପତ୍ର, ଗୋଲମରିଚ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଅଦା ଟିକେ ଛେଚିକିରି, ନଡିଆ କୋର ଆଉ ନଡିଆ ଖଣ୍ଡ ସବୁ ଦେଇକିରି ସ୍ୱାଦ ଅନୁସାରେ ଲୁଣ ଦେଇକିରି ଗୋଳେଇ ଦେବା। ତାକୁ 2 ଭାଗ କରିଦେବା। କିଛି ସଲ୍ଟି କରିବା, ଆଉ ଗୋଟାରେ ଟିକେ ଗୁଡ ଦେଇକିରି ତାକୁ ଗୁଡର କରିବା। ତାପରେ ଟିକେ ଏମିତି ପ୍ୟାନରେ ତାକୁ ଟିକେ ତେଲ ନହେଲେ ଘିଅ ଲଗେଇଦେବେ। ତାପରେ କଦଳୀ ପତ୍ର ଦେଇଦେବେ, ଦେଇକିରି ଏମିତି ଆଣଟା ଦେଇଦେବେ, ଦେଇକି ସ୍ଲୋ ଜଳରେ ତାକୁ ଘୋଡେଇ ଦେବେ। ଆରପଟେ ସେମିତି ସଲ୍ଟିଟା ବି ମତେ ପକେଇଦବା, ତାକୁ ବି ସେମିତି ଏମିତି ଘୋଡେଇ ଦେବା। ପ୍ରାୟ 15 ମିନିଟ୍ ପରେ ଦେଖନ୍ତୁ କେମିତି ବବଲ୍ସ ଆସିଯାଇଛି। ତାକୁ ପୁଣି ଓଲଟେଇ ଦେବା। ତାପରେ ତାକୁ ପୁଣି ଆଉ ଥରେ 10 ମିନିଟ୍ ଖଣ୍ଡେ ରଖିଦେବା। ରଖିଦେଲେ ଦେଖନ୍ତୁ କେମିତି ହେଇଯାଇଛି। ବର୍ତ୍ତମାନ 2ଟି ଯାକ ହେଇଗଲାଣି। ତାର କଦଳୀ ପତ୍ରଟା ବାହାର କରିଦେବା। ବାହାର କରିକି ତାକୁ ଓଲଟା ପଲଟା କରିକି ଦେଖିବା। ଏମିତି କାଠି ପୁରେଇକି ବି ଦେଖିବା। ଯଦି କାଠିରେ କିଛି ଲାଗୁନି ତାହେଲେ ଜାଣିଦେବେ ଯେ ପୁରା ହେଇଯାଇଛି। ତାକୁ ଏମିତି ବାହାର କରିକି ଥଣ୍ଡା ହେଲା ପରେ ତାକୁ କାଟିବା। ଦେଖନ୍ତୁ କେତେ ସ୍ମୁଥ ହେଇଯାଇଛି ଏକଦମ, ଆଉ ବହୁତ ଟେଷ୍ଟି ଲାଗିବ। ଆପଣ ମାନେ ଏଇ ରଜରେ ନିହାତି ବନାନ୍ତୁ, ତାର ମଜା ଉଠାନ୍ତୁ।